ନାଥ ହର ହର ଶମ୍ଭୁ। ଏବେ ଚାଲିଛି ପୌଷ ମାସ ରବିବାର ହେଉ କି ନା କାହିଁକି କିମ୍ବା ପ୍ରତ୍ୟେକ ରବିବାର ତାହା ହେଉଛି ପ୍ରଭୁ ସୂର୍ଯ୍ୟନାରାୟଣଙ୍କର ଅତ୍ୟନ୍ତ ପ୍ରିୟ। ଯଦି ଆପଣ ଚାକିରିରେ ସମସ୍ୟା ଦେଖାଯାଉଛି କିମ୍ବା ଆପଣଙ୍କର ଚର୍ମଗତ ସମସ୍ୟା ଅଛି କିମ୍ବା ଆପଣଙ୍କର ସ୍ୱାସ୍ଥ୍ୟରେ ସବୁବେଳେ ଦେହ ଖରାପ ଲାଗି ରହୁଛି, ନିଶ୍ଚିତ ଭାବରେ ଆପଣ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ। ଆଉ ଯଦି ଆପଣ ପୌଷ ମାସରେ ସୂର୍ଯ୍ୟଙ୍କ ପୂଜା କିମ୍ବା ଖାଲି ଦିନରେ ମଧ୍ୟ ସୂର୍ଯ୍ୟଙ୍କ ପୂଜା କରିବାକୁ ଚାହୁଁଛନ୍ତି, କିପରି ପୂଜା ଅର୍ଚ୍ଚନା କରାଯାଏ, ସେଇଥିପାଇଁ ନିଶ୍ଚିତ ଭାବରେ ଭିଡ଼ିଓ ଦେଖନ୍ତୁ। ତା'ର ଭିଡ଼ିଓ ପାଇଁ ମୁଁ ଅଲଗା ଭିଡ଼ିଓ ବି ବନେଇ ସାରିଛି, ଆପଣ ନିଶ୍ଚିତ ଭାବରେ ଦେଖିବେ। ଚାଲନ୍ତୁ, ଆପଣ ସୂର୍ଯ୍ୟନାରାୟଣଙ୍କ କୃପା ପାଇବା ପାଇଁ ଯଦି ଉପବାସ କରୁନାହାନ୍ତି, ପ୍ରତ୍ୟେକ ରବିବାର କିମ୍ବା ପୌଷ ମାସର ରବିବାର ବିଶେଷ ହୋଇଥାଏ। ଏହା ପ୍ରତ୍ୟେକ ରବିବାର ଦିନ ମଧ୍ୟ କଲେ ଚଳିବ। ଆପଣ କିପରି କଲେ ଆଉ କ'ଣ ମନ୍ତ୍ର ପାଠ କଲେ ଆମର କଷ୍ଟ ସମସ୍ୟା ଦୂର ହେବ। ଆପଣ ପ୍ରଥମେ ସୂର୍ଯ୍ୟ ଦେବତାଙ୍କର ମନ୍ତ୍ର ହେଉଛି ଓମ୍ ବିଶ୍ୱରଞ୍ଜନାୟ ନମଃ। ଏଇଟାକୁ ଆପଣ 27 ଥର ପାଠ କରିପାରିବେ। 27 ଥର, 28 ଥର, 108 ଥର, 1008 ଥର ପାଠ କରିପାରିବେ, ଯାହା ଆପଣ କରିପାରିବେ। ଏଇଥିପାଇଁ ସୂର୍ଯ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ପ୍ରତ୍ୟେକ ରବିବାର ଦିନ ଆମକୁ ଦେଖନ୍ତୁ, ଯଦି ଆପଣ ପାରୁଛନ୍ତି ଆମିଷ ଦ୍ରବ୍ୟରୁ ଦୂରେଇ ରୁହନ୍ତୁ। ପିଆଜ ରସୁଣ ବି ନ ଖାଇଲେ ଭଲ କଥା, କିନ୍ତୁ ଯଦି ବାହାରେ ରହୁଛନ୍ତି ତ ପିଆଜ ରସୁଣ ତ ବହୁତ କଷ୍ଟ ହେଇଯିବ। ସେଇଥିପାଇଁ ଆମିଷ ଯଦି ଛାଡ଼ିଦେବେ ବହୁତ ଭଲ ହେବ। କାରଣ ଏମିତିରେ ଯଦି କିଛି ପୂଜା ପାଠ କରାଯାଏ ଆମିଷର ବ୍ୟବହାର କରାଯାଇନଥାଏ। ସେଇଥିପାଇଁ ଆପଣ ଆମିଷ ଯଦି ଛାଡ଼ିଦେବେ ବହୁତ ଭଲ। ଆପଣଙ୍କର କ୍ୟାରିୟର, ଏହା ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଲାଭଦାୟକ, ଯେଉଁମାନେ ଚାକିରି ପାଇଁ ଖୋଜାଖୋଜି କରୁଛନ୍ତି, ଆଉ ସେଇଟା ପାଇଁ ବହୁତ ଲାଭ ଥାଏ। ଆଉ ଯାହାର ସ୍କିନ୍ ରିଲେଟେଡ଼ ମାନେ ଚର୍ମ ଜନିତ କୁଣ୍ଡିଆ ରୋଗ ଏସବୁ ହେଉଛି, ଆଉ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଛି, ସେମାନଙ୍କ ପାଇଁ ଏପରି ଉପାୟ ନିଶ୍ଚିତ ଭାବରେ କରନ୍ତୁ। ଏବେ ତ ମାସ ଚାଲିଛି ପୌଷ ମାସରେ କଲେ ଆହୁରି ଭଲ ଫଳ ମିଳିବ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶିର ମାସର ପରଦିନ ମାନେ ପର ମାସ ହେଉଛି ପୌଷ ମାସ ଆରମ୍ଭ ହୋଇଥାଏ। ଏହି ମାସରେ ଶୁଭ କାର୍ଯ୍ୟ କରାଯାଇନଥାଏ, କାରଣ ଏହା ଖର ମାସ ବୋଲି କୁହାଯାଏ। ଚାଲନ୍ତୁ ସେ କଥା ଛାଡ଼ନ୍ତୁ। ଏବେ ଆମେ କିପରି ପୂଜା କରିବା। ଏହି ସୂର୍ଯ୍ୟ ପୂଜା ପୌଷ ମାସରେ ବହୁତ ଲାଭଦାୟୀ। ଯଦି ପୌଷ ମାସ ନଥିଲେ ବି ଆପଣ କେଉଁ ବି ରବିବାର ମଧ୍ୟ କରିପାରିବେ। ଏହି ମାସରେ ଭକ୍ତିପୂତ ଭାବରେ ସୂର୍ଯ୍ୟ ପୂଜନ କରିବା ଦ୍ୱାରା ଜୀବନର ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ, କାରଣ ପୌଷ ମାସ ହେଉଛି ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ଅତ୍ୟନ୍ତ ପ୍ରିୟ। ଏହି ଦିନ ମାନେ ରବିବାର ଦିନ ଗୋଟିଏ ତମ୍ବା ପାତ୍ରରେ ଶୁଦ୍ଧ ଜଳ ନେବେ। ଶୁଦ୍ଧ ଜଳ ଇନ୍ ଦ ସେନ୍ସ ଭଲ ଡାଇରେକ୍ଟ ପାଣି ମାନେ ନେବେ, ଶୁଦ୍ଧ ଜଳ। ସେଥିରେ ଟିକେ ରକ୍ତଚନ୍ଦନ ପକାଇବେ, ଗଙ୍ଗା ଜଳ ପକାଇବେ, ନାଲି ରଙ୍ଗର ଫୁଲ ସହିତ ଓମ୍ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିବେ। ଏପରି କରିବା ଦ୍ୱାରା ରୋଗ, ଦୁଃଖ ଓ କଷ୍ଟରୁ ମୁକ୍ତି ମିଳିଥାଏ ଓ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ପୌଷ ମାସର ଅମାବାସ୍ୟା ଦିନ କିମ୍ବା ପୂର୍ଣ୍ଣିମା ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କରାଯାଏ। ଆପଣ ସବୁ ଅମାବାସ୍ୟା ଦିନ ମଧ୍ୟ ଆପଣ ତର୍ପଣ କରିଦେବେ। ଏହାଦ୍ୱାରା ପିତୃଦୋଷ ଓ କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ। କିଛି କଳା ରାଶିକୁ ମାନେ କଳା ରାଶିକୁ ଆପଣ ପାଣିରେ ମିଶାଇ ଆପଣ ଅର୍ପଣ କରିପାରିବେ। କିଛି କହିବା ଦରକାର ନାହିଁ। ଆଉ ଆପଣ ପୂର୍ବପୁରୁଷ ଆପଣ ପାଇଁ ଖାଦ୍ୟ ମୁଁ କରୁଛି, ଆପଣ ଏ ଖାଦ୍ୟ ଗ୍ରହଣ କରନ୍ତୁ, ଦୟାକରି ଗ୍ରହଣ କରନ୍ତୁ। ସେମାନେ ଆପଣଙ୍କର ଦୁଃଖ ଏସବୁ ଜାଣିପାରିବେ। ସେମାନେ ଆପଣଙ୍କର ଆଶୀର୍ବାଦ ଦେଲେ ଆପଣଙ୍କର ସବୁ ଦୁଃଖ ଦୂର ହୋଇଯିବ। ଏହି ରବିବାର ଦିନ, ପୌଷ ମାସ ରବିବାର ଦିନ ସ୍ପେଶିଆଲି ନାଲି କିମ୍ବା ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ। ଏହା ଭାଗ୍ୟରେ ବୃଦ୍ଧି ଆଣିଥାଏ। ଏହାଛଡ଼ା ପୌଷ ରବିବାର ଦିନ କର୍ପୂର ଓ ହଳଦୀ ଗୁଣ୍ଡରେ ସୂର୍ଯ୍ୟଦେବଙ୍କ ନିକଟରେ ଆଳତି କରିବା ଦ୍ୱାରା ଜୀବନର ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ। ପୌଷ ମାସ ରବିବାରରେ ବ୍ରତ ରଖି, ଯଦି ଆପଣ ବ୍ରତ ରଖିପାରୁଛନ୍ତି, ରାଶି ଓ ଚାଉଳରେ ଖେଚୁଡ଼ି ପ୍ରସ୍ତୁତ କରି ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ହୋଇଥାଏ। ପୌଷ ମାସରେ ଦାନରେ ଅନେକ ମହତ୍ତ୍ୱ ରହିଥାଏ। ଏହି ମାସରେ ଦରିଦ୍ର ନାରାୟଣଙ୍କୁ କମ୍ବଳ ଓ ଗରମ ପୋଷାକ ଦାନ କରିବା ଆବଶ୍ୟକ। ଏହାଦ୍ୱାରା ଅଟକି ରହିଥିବା କାର୍ଯ୍ୟର ସଫଳତା ମିଳିଥାଏ। ପୌଷ ମାସରେ ନାଲି ରଙ୍ଗର ବ୍ୟବହାର କରିବା ଖୁବ୍ ଶୁଭ ଅଟେ। ଏହାଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ ଓ ସ୍ୱାମୀଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ଜୀବନସାଥୀ ମାନେ ସ୍ତ୍ରୀ ଯଦି କରିବ ସ୍ୱାମୀଙ୍କ ପାଇଁ, ସ୍ୱାମୀ କଲେ ସ୍ତ୍ରୀଙ୍କ ପାଇଁ, ପରସ୍ପର ପରିପୂରକ। ଆପଣ ଯଦି ଦେଖନ୍ତୁ, ଆଉ ଗୋଟେ ମା କିମ୍ବା ବାପାମାନେ ମଧ୍ୟ ନିଜ ଛୁଆଙ୍କର ଚାକିରି ପାଇଁ ଏସବୁ କରିପାରିବେ। ଯେତେବେଳେ ମୁଁ ଜବ୍ ପାଇଁ ପ୍ରିପାରେସନ୍ କରୁଥିଲି, ମୋ ମମି ସିଏ ସୂର୍ଯ୍ୟଙ୍କ ପୂଜା କରୁଥିଲେ। ସେ ଯେତେବେଳେ ସୂର୍ଯ୍ୟଙ୍କ ପୂଜା କଲେ, ତା'ର ଦୁଇ ପାଳି ଏମିତି ହେଲେ ମୋ ଜବ୍ ହେଇଯାଇଥିଲା। ତ
मोर अनुभव कहूँ यह शास्त्रसम्मत अटे आपण जदि चाहिए आपण जप भी करें मो किंतु ओम विश्वरंजनाय नम मंत्र को जप करें माने मो माँ करुले सी बाकी सबकिछि खाद्य ग्रहण करुले जब विशेष भाव में सी सूर्यास्त है माने जहाँ मेन फूड से माने खाऊले पौष मसरे श्रीहरि विष्णु को पूजा करिवार परंपरा रही यह छाड़ा विष्णु सहस्र नाम मध्य पाठ करने शुभ होता है एपरी करने द्वारा सुख समृद्धि आगमन होता है यही मसरे भगवान सूर्य को विष्णु सनातन भाव में पूजा करा जाए यही दिन आपड़ जब उपवास करूना एपरी दे पारे सकाଳେ आम केमती करवा चंदन अगुर एमती करके सूर्योदय समय दे पारिबा पानी आउ माने खरा बेल समय अर्घ्य किपरि देबे खरा बेल समय आपण महू आ शीतल जल दे पारिबे संध्या समय सेमती पानी दे माने जल अर्पण करि पारिबे 3 थर मध्य जल अर्पण करि पारिबे सूर्यास्त समय सूर्योदय आउ उदित 12टा बेले माने सूर्य जेतेबेले मुंड उपर थिबे आउ संध्या समय सूर्यास्तर ठीक पूर्वर 3-4 मिनट पूर्वर आपण सब देला माने आपण देला बेलू सूर्यास्त हो बस आपण ये उपाय करी देखंतु देखंतु आपण जीवनर सब समस्या दूर हो। हाँ आउ गोटे कथा होची आपण एही दिन निश्चित भाव में सूर्य अष्टकम पाठ करेंगे से सूर्य अष्टकम मोर वीडियो रे अच्छे आपण निश्चित भाव में देखि नेबे से सूर्य अष्टकम पाठ करने द्वारा विभिन्न रोगर मुक्ति मिलता है और चर्मजनित समस्या मुक्ति मिलता है आपण निश्चित भाव में पौष मासरे उपवास करंतु कि न करंतु यही उपाय अवलंबन करेंगे देखिए आपण जीवन सब समस्या दूर हो। आपन जदि ये वीडियो भल लगे निश्चित भाव लाइक शेयर एंड सब्सक्राइब करदे और आपण बंधु मानक शेयर करदे से सब दुख दूर हो प्रभु सूर्यनारायण कृपारू यही मासरे प्रभु सूर्यनारायण को विष्णु सनातन भाव में पूजा करा जाय थाए तेणु सी होचंदी सकल शक्तिर आधार तेणु आपण निश्चित भाव में एटलिस्ट आपण उपवास करंतु कि न करंतु सूर्य को जल अर्पण करंतु प्रभु सूर्यनारायण अल्प पूजा रे संतुष्टि होता तेणु निश्चित भाव में आपण यही कामटी करंतु आपण निश्चित भाव में फलप्रद मिलिबो। जय जगन्नाथ हर हर सब। आपन जदि वीडियो भल लगिला निश्चित भाव में जय जगन्नाथ लिखिदेवे जय श्री जगन्नाथ हर हर सब।